ଆପଣଙ୍କର ଯଦି ପିଛା ରାଶି ହୋଇଥାଏ ତେବେ ଏହି ଭିଡ଼ିଓଟିକୁ ଶେଷ ପର୍ଯ୍ୟନ୍ତ ନିଶ୍ଚୟ ଦେଖନ୍ତୁ, କାରଣ ବିଛା ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ମେ ମାସରେ ଏକ ବିରାଟ ବଡ଼ ପରିବର୍ତ୍ତନ ହେବାକୁ ଯାଉଅଛି ଏବଂ ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା ବା ବାଧାବିଘ୍ନ ଆସୁଥିଲା ତାହା ସବୁ ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହେବାକୁ ଯାଉଅଛି। ତେଣୁ ଆପଣ ଯଦି ବିଛା ରାଶିର ବ୍ୟକ୍ତିବିଶେଷ ହୋଇଥାନ୍ତି ଏବଂ ଈଶ୍ୱରଙ୍କୁ ସଚ୍ଚା ହୃଦୟରେ ବିଶ୍ୱାସ କରୁଥାନ୍ତି ତେବେ ଭିଡ଼ିଓଟିକୁ ଲାଇକ୍ କରିବା ସହ ଚ୍ୟାନେଲଟିକୁ ସବସ୍କ୍ରାଇବ୍ ନିଶ୍ଚିନ୍ତ ଭାବେ କରନ୍ତୁ ଏବଂ କମେଣ୍ଟରେ ଜୟ ମହାଦେବ ଜୟ ମା ମଙ୍ଗଳା ନିଶ୍ଚିନ୍ତ ଭାବେ ଲେଖନ୍ତୁ। ତେବେ ଦେଖନ୍ତୁ, ପ୍ରଥମତଃ ବିଛା ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଦୀର୍ଘ 71 ବର୍ଷ ପରେ ମେ 2 ତାରିଖରେ ଏକ ଗଜରାଜ ଯୋଟକ ହେବାକୁ ଯାଉଅଛି, ଯାହାଫଳରେ କି ଆପଣଙ୍କର ଅଧିପତି ମଙ୍ଗଳ ମହାଗ୍ରହ ଯାହା ଆପଣଙ୍କର କର୍ମକ୍ଷେତ୍ରରେ ଥିଲେ ତାହା ଏବେ ଆପଣଙ୍କର ଲକ୍ଷ୍ମୀ ନାରାୟଣଙ୍କ ସ୍ଥାନର ଲାଭ ଗୃହ ଅର୍ଥାତ୍ ଲାଭ ଘରକୁ ବିରାଜମାନ କରିବେ, ଯାହାଫଳରେ କି ଆପଣଙ୍କର ଜୀବନରେ ଯେତେ ମାତ୍ରାରେ ଦୁଃଖ କଷ୍ଟ ଆସୁଥିଲା ବା ବାଧାବିଘ୍ନ ଆସୁଥିଲା ତାହା ମଧ୍ୟ ସମ୍ପୂର୍ଣ୍ଣ ଭାବରେ ଦୂର ହେବ ଏବଂ ସୂର୍ଯ୍ୟ ମହାଗ୍ରହ ଆପଣଙ୍କର ରାହୁଙ୍କ ସହ ଦ୍ୱାଦଶ ଘରେ ଏକତ୍ରିତ ହୋଇ ରହୁଛନ୍ତି, ଯାହାଫଳରେ କି କିଛି ମାତ୍ରାରେ ଆପଣଙ୍କର ଆକ୍ସିଡେଣ୍ଟ ହେବାର ସମ୍ଭାବନା ରହୁଅଛି, କିନ୍ତୁ ଆପଣଙ୍କୁ ଏକ ପଜିଟିଭ ମେସେଜ ମଧ୍ୟ ମିଳିବ ଯାହା ଯେ ଆପଣଙ୍କର କ୍ୟାରିୟର କ୍ଷେତ୍ରରେ ଉନ୍ନତି ଆସିବ। କାରଣ ରାହୁ ଏବଂ ସୂର୍ଯ୍ୟ ଏକତ୍ରିତ ହୋଇ ରହିଛନ୍ତି ଦ୍ୱାଦଶ ଘରେ, ଯାହାକୁ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଶୁଭ ମାନାଯାଇଥାଏ। ତେଣୁ ଆପଣଙ୍କର ଚାକିରି କ୍ଷେତ୍ରରେ ଉନ୍ନତି ଆସିବ, ବିଜନେସ୍ କ୍ଷେତ୍ରରେ ଲାଭ ଘଟିବ ଏବଂ ନୂତନ ଚାକିରି ପାଇଁ ମଧ୍ୟ ଅପରଚ୍ୟୁନିଟି ମିଳିପାରେ, କିନ୍ତୁ ଆପଣଙ୍କର କିଛି ଛୋଟ ମୋଟ ଆକ୍ସିଡେଣ୍ଟ ହେବାର ମଧ୍ୟ ସମ୍ଭାବନା ରହୁଅଛି। ତେଣୁ ଟିକେ ସତର୍କ ରୁହନ୍ତୁ ଏବଂ ସାବଧାନ ରୁହନ୍ତୁ। ଯଦି ଦେଖିବା ଦେବଗୁରୁ ବୃହସ୍ପତିଙ୍କୁ, ଦେବଗୁରୁ ବୃହସ୍ପତି ଆପଣଙ୍କର ସପ୍ତମ ଘରେ ବିରାଜମାନ କରିଛନ୍ତି, ତେଣୁକରି ସପ୍ତମ ଘରେ ଆପଣଙ୍କର ଶନି ଚଳନ ହେବାକୁ ମଧ୍ୟ ଯାଉଅଛି ଏହି ମେ 8 ତାରିଖ ବେଳକୁ, ଯାହାଫଳରେ କି ଦେବଗୁରୁ ବୃହସ୍ପତି ଏବଂ ଶନି ମହାଗ୍ରହ ଏକତ୍ରିତ ହୋଇ ରହିବେ ଆପଣଙ୍କର ସପ୍ତମ ଘରେ ଏବଂ ଆପଣଙ୍କର ଜୀବନରେ ଯେତେ ପ୍ରକାରର କଳହ ସୃଷ୍ଟି ହେଉଥିଲା, ଭାଇ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହେଉଥିଲା କିମ୍ବା ପରିବାର କ୍ଷେତ୍ରରେ ଯେଉଁ କଳହ ସୃଷ୍ଟି ହେଉଥିଲା ତାହା ସମ୍ପୂର୍ଣ୍ଣ ଭାବରେ ଦୂର ହେବ ଏବଂ ଆପଣଙ୍କର ସ୍ୱାସ୍ଥ୍ୟ ଜନିତ ସମସ୍ୟା ସମ୍ପୂର୍ଣ୍ଣ ଭାବରେ ଦୂର କରିବେ। କେବଳ କିଛି ମାତ୍ରାରେ ଆପଣଙ୍କର ଯାଦୁ କାଛୁ ଜନିତ ସମସ୍ୟା ଲାଗି ରହିପାରେ, କାରଣ ସୂର୍ଯ୍ୟ ଅଛନ୍ତି ରାହୁଙ୍କ ସହ ଦ୍ୱାଦଶ ଘରେ, ଯାହାଫଳରେ କି କିଛି ମାତ୍ରାରେ ଆପଣଙ୍କର ଏଭଳି ସମସ୍ୟା ଦେଖାଯିବ ଏବଂ ଶନି ଆପଣଙ୍କର କର୍ମକ୍ଷେତ୍ରରୁ ଯେତେବେଳେ ଗୁରୁ ସ୍ଥାନକୁ ଆସିବେ ବା ସପ୍ତମ ସ୍ଥାନକୁ ଆସିବେ ଏବଂ ଦେବଗୁରୁ ବୃହସ୍ପତି ମଧ୍ୟ ପୂର୍ବରୁ ସପ୍ତମ ଘରେ ବିରାଜମାନ କରିଛନ୍ତି, ତେଣୁ ଆପଣ ଜୀବନରେ କିଛି ନୂତନ ରାଜଯୋଟକ ଘଟିବ, ଯାହା ହେଉଛି ଗଜରାଜ ଯୋଟକ, ଯାହାଫଳରେ ଆପଣଙ୍କର କିଛି ନୂତନ ଜମି କ୍ରୟ କରିପାରିବେ, କିଛି ନୂତନ ଯାନବାହନ କ୍ରୟ କରିବାର ମଧ୍ୟ ଆପଣ ଇଚ୍ଛୁକ ହେବେ, ତା ସହିତ ବାସଗୃହ ମଧ୍ୟ ନିର୍ମାଣ କରିପାରନ୍ତି ଏବଂ ଆପଣଙ୍କର ଏହି ମେ ମାସରେ ଆର୍ଥିକ ଆୟ ମଧ୍ୟ ବୃଦ୍ଧି ଘଟିବ। ଆର୍ଥିକ ଆୟ ବୃଦ୍ଧି ଘଟିବା ସହିତ ପୂର୍ବରୁ ଆପଣ ଯେତେ ମାତ୍ରାରେ ବ୍ୟୟ କରୁଥିଲେ ତାହାକୁ ମଧ୍ୟ କ୍ୟାପଚର କରିପାରିବେ, ଆପଣଙ୍କର ବ୍ୟୟକୁ ଆପଣ କଣ୍ଟ୍ରୋଲ କରିପାରିବେ ଏବଂ ସଞ୍ଚୟ ମଧ୍ୟ ବହୁତ ମାତ୍ରାରେ ବଢ଼ାଇ ପାରିବେ। ଆପଣ ଦେଖୁଥିବେ ଯେ ପୂର୍ବରୁ ବହୁତ ଲୋକମାନେ ଆପଣଙ୍କର ସମ୍ମାନ ହାନି କରୁଥିଲେ, ଆପଣଙ୍କର ମାନ ହାନି ହେଉଥିଲା, ସମ୍ମାନ ହାନି ହେଉଥିଲା ଏବଂ ଆର୍ଥିକ ସ୍ଥିତିରେ ମଧ୍ୟ ଆପଣ ଦୁର୍ବଳ ରହୁଥିଲେ। ଦେଖିବେ ଏଭଳି ସମସ୍ୟା ଆପଣଙ୍କର ସମ୍ପୂର୍ଣ୍ଣ ଭାବରେ ଦୂର ହେବ ଏବଂ ଆପଣ ଆର୍ଥିକ ସ୍ଥିତିରେ ସବଳ ହେବା ସହିତ ଦୂରଯାତ୍ରା ତୀର୍ଥଯାତ୍ରା ଭ୍ରମଣ କରିପାରନ୍ତି ଏବଂ ନୂତନ ଯାନବାହନ ମଧ୍ୟ କ୍ରୟ କରିପାରିବେ କିମ୍ବା କିଛି ନୂତନ ଇଲେକ୍ଟ୍ରୋନିକ୍ସ ଜିନିଷ ମଧ୍ୟ କ୍ରୟ କରିପାରନ୍ତି। ତେଣୁ ମୋଟାମୋଟି ଦେଖିବାକୁ ଗଲେ ବିଛା ରାଶିର ବ୍ୟକ୍ତିବିଶେଷଙ୍କର ଜୀବନରେ ଏହି ମେ ମାସଟି ଅତ୍ୟନ୍ତ ଶୁଭଦାୟକ ଏବଂ ଫଳଦାୟକ ହୋଇ ରହିବ। ଯଦି ଆପଣ କିଛି ମାତ୍ରାରେ ଭଲ କାର୍ଯ୍ୟ କରନ୍ତି, ନିଷ୍କାମ କର୍ମ କରନ୍ତି, ତେବେ ଏହା ମଧ୍ୟ ଆହୁରି ଆଗକୁ ବଢ଼ିଆ ମାତ୍ରାରେ ଆପଣଙ୍କୁ ଗତି କରାଇବ। କାରଣ ଦେଖନ୍ତୁ, ଶୁକ୍ର ମହାଗ୍ରହ ମଧ୍ୟ ଆପଣଙ୍କର ଅଷ୍ଟମ ଘରେ ଅଛନ୍ତି କେତୁଗ୍ରସ୍ତ ହୋଇ, ଯାହାଫଳରେ କି ଶୁକ୍ର ମହାଗ୍ରହ ମଧ୍ୟ ଆପଣଙ୍କୁ ଅନେକ ପ୍ରକାରର ସାହାଯ୍ୟ କରିବେ, ଅନେକ ବ୍ୟକ୍ତିଙ୍କ ଦ୍ୱାରା ସହଯୋଗ ହାତ ମଧ୍ୟ ବଢ଼ାଇବେ। ତେଣୁ ଆପଣ ଦୁର୍ବଳ ମନେ କରନ୍ତୁ ନାହିଁ, ଉଚିତ ଜାଗାରେ ଉଚିତ ମାତ୍ରାରେ ଭଲ କାର୍ଯ୍ୟ କରନ୍ତୁ, ଦେଖିବେ ବହୁତ ମାତ୍ରାରେ ମଙ୍ଗଳ ଘଟିବ ଏବଂ ଆପଣ ଦେଖିବେ ଆପଣଙ୍କର ବହୁତ ମାତ୍ରାରେ ସମସ୍ୟାର ସମ୍ମୁଖୀନ କରୁଥିବେ। ତେଣୁ ଆପଣ ଆପଣଙ୍କର ଇଷ୍ଟ ଦେବୀ ମା ମଙ୍ଗଳାଙ୍କର ମନ୍ଦିରକୁ ଯାତ୍ରା କରନ୍ତୁ କିମ୍ବା ପ୍ରତ୍ୟେକ ଦିନ ମା ମଙ୍ଗଳାଙ୍କର ସ୍ତୁତି ପାଠନ କରନ୍ତୁ, ଯାହାଫଳରେ କି ସମସ୍ତ ପ୍ରକାରର ବିପଦ ଆପଦରୁ ମା ମଙ୍ଗଳା ଆପଣଙ୍କୁ
ଘଟ ଘୋଡ଼ାଇ ନିଶ୍ଚିନ୍ତ ଭାବେ ରଖିବେ। ଏବଂ ଯଦି ସମୟ ହେଉଛି ତେବେ ଆପଣଙ୍କ ଆରାଧ୍ୟ ଦେବ ବା ଇଷ୍ଟ ଦେବ ମହାଦେବଙ୍କର ମନ୍ଦିରକୁ ମଧ୍ୟ ଯାତ୍ରା କଲେ ମଙ୍ଗଳ ହେବ ଏବଂ ଆପଣଙ୍କର ମହାଦେବଙ୍କର ଉପରେ ବିଶେଷ କୃପା ରହିବ ଆପଣଙ୍କ ଉପରେ ମହାଦେବଙ୍କର। ତେଣୁ ଏହା ମାନିଲେ ଆପଣଙ୍କର ନିଶ୍ଚିନ୍ତ ଭାବେ ମଙ୍ଗଳ ଘଟିବ। ତେବେ ରହୁଛି, ଧନ୍ୟବାଦ। ଜୟ ଜଗନ୍ନାଥ।